ନା ନା ଶ୍ରାବଣ ଆପଣ ମାସ ଶୁଣନ୍ତୁ ଆପଣ ଶୁଣନ୍ତୁ ହଁ, ଆମେ ତ ଯିବା। ସେ ଶୋଇଥିବେ ତମେ ଶୁଣ ସେ ସବୁ ଶୋଇଥିବେ ଆମେ ମୁଁ ଲୁଚି ଲୁଚି ଖାଇବି ଇଏ ଆଣିକି ତାଲା ଭାଙ୍ଗିଦେବି କେମିତି ତୁ ତାଲା ଭାଙ୍ଗିବୁ? ମୁଁ ଚେନ୍ ଦେଇକି ଚିକେନ ଆଣିଛି आईला जादू ଦେଖ ମା ତୋ आंटी ତମେ ଗୋଟେ ଆଣିଥିଲ ଆଉ भौणी गोटे बांधिला ନାଇଁ ତମେ ଧୀରେ ଧୀରେ କହ ନାଇଁ ବାଡେଇ ନାହାନ୍ତି ଆଉ ବାଡେଇ ନାହାନ୍ତି हेलो फ्रेंड्स नमस्कार जय जगन्नाथ मुझे आपण मानक लक्ष्मी प्रिया पंडा एंड ये के मोर कपत्र पति जे कि सखळ रंग कामर लागि जाई छन तांकर सब काम फोन नहीं हुए से लगी से प्राय समय घरे ही रहे जदि कहार क्वेश्चन थो मो समय घरे कोन पर होचन बने काम फोन नहीं हुए सब काम ओके सो गुड मॉर्निंग आज मु आ गोटे नया ब्लॉग नहीं के आसी जाई छी आज ऑलरेडी ହେଇଗଲା 9:30 ହବ ମୁଁ ଏପର୍ଯ୍ୟନ୍ତ ଶୋଇଥିଲି ଏବେ ଉଠିଲି ଏଠି ଯାଇକି ଯାଉଛି ନିତ୍ୟକର୍ମ ସାରିକି ତାପରେ ପୁରା ଦିନର ମୋର ସବୁ ଆକ୍ଟିଭିଟି ଦେଖେଇବି ଅଲରେଡି ଠାକୁର ପୂଜା ସରିଗଲାଣି ମା କରିସାରିଲେଣି କଳା ଦେଖା ହଉଛି କଣ? ତମେ କାଳିଆଟାରେ ଏଇଟା କୋରାଟା ଏଇଟା କାଳିଆଟାରେ ଫୋନ ଆସିଲା। गुड मॉर्निंग जा सो से बहुत ही व्यस्त एक्चुअली भी तागर दिन बहुत सारा कॉल है एक्चुअली से ट्रांसपोर्ट लाइन काम तांगर बहुत सारा कॉल्स है एबे मोर ब्रेकफास्ट अछि अंजीर आलमंड आउ एप्पल आउ डालिम्ब ओड़ा सब खाइबी तापरे पुणी माँ खिचड़ी बनाउछन माँ किचन में अच्छे माँ खिचड़ी बनाउछन खिचड़ी बनै सारा पर खिचड़ी खाइबी तापरे लंच का तो देखिए एबे मो ब्रेकफास्ट रेडी छै मोर ब्रेकफास्ट रे आज अछि अंजीर आलमंड और डालिम्ब एटा होछि एप्पल एतिके खाइबी तापरे जाइके माँ चिकन हाय मु रेडी के आसी गली सो आज केमती देखा जाउछि हालांकि टिके लेट हे गला बट नाउ आई एम रेडी एबे जीबी निजर ब्रेकफास्ट तो सारी देछि ब्रेकफास्ट सारी देछि जाउछि बे टिके माँ खिचड़ी बनैछंती आउ चना मसला तरकारी भी बनैछंती मु सेटा भी खाइ देबी तापरे लंच रो प्रिपरेशन करबो आनिछंती मो पई गोटे स्पेशल दिनसो जोटा कि घीओ मु बहुत दिन लाने थुआई छ मैं खाई परनी कारण मते चामच रे काढिबा पई बहुत कष्ट सेति लागि से ऑर्डर करले टिके आलसी इंसान हूं मैं थोड़ा सा आलसी हूं थोड़ा सा नहीं बहुत नहीं थोड़ा थोड़ा मोर मने पड़िबार भी अच्छी घिओ खाया पे मु तो भूली जाए काहे कि ना तोर मन रहेनी नहीं क्या करूं आए सो आज रो स्पेशल होची चिड़ी को चना मसला तरकारी ओके देखिबा तार जादू टिके देखिबा एमती भी ढाली हबो सेंती ढालीबनी मते स्प्रे करी देखा ये तो हाँ वाओ आइला जादू देख मैं तो उधर टिके देबी ना घिओ खांती मां घिओ खांती के खीरो छना के क्या तुम भी ज्यादा हो बस 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 हाँ तो हो गया अभी कहाँ रखना है वो भी बता दो डाइनिंग में थैंक यू चलो अभी मैं रख देती हूँ अपने डाइनिंग टेबल पे ओके गिरे ना so it's pretty it's really pretty pretty ମୁଁ ତାକୁ ଏଇଠି ରଖି ଦଉଛି nice ଆଉ ଟେଷ୍ଟି ନାହିଁ ଖେଚେଡିଟା ଯେତେ ହେଲେ ମା ବନେଇଛନ୍ତି ସିଏ ହବନି ହେଲେ ମା କାହାର ତମର ସିଏ ବି ଦେଶୀ ଘିଅରେ ନାଇଁ ଦେଶୀ ଘିଅରେ ଘାଣ୍ଟି ଘାଣ୍ଟି ଆଉ ଖେଚେଡିଟା ବହୁତ ଟେଷ୍ଟି ହେଇଛି ଯଦି କିଏ ଖାଇବା ପାଇଁ ଚାହିଁବେ ଇଣ୍ଟରେଷ୍ଟେଡ ଥିବେ ତାହେଲେ କହିଲେ ମୁଁ ରେସିପି ପଚାରିକି ଟ୍ରାଏ କରିବି କହିବା ପାଇଁ କାରଣ ମୁଁ ଯାହା ବି କହିବି ସେଟା ଉଲ୍ଟା ପଲ୍ଟା ହିଁ ହେଇଯିବ ହେଲେ ବି ମାଙ୍କ ଭଳି ତମେ ପାରିବନି ଆଇ नो ସେଇଥିଲାଗି ମୁଁ ବନାଏନି କାରଣ ମୋ ସ୍ୱାମୀଙ୍କୁ କେବଳ ମାଙ୍କ ହାତ ତିଆରି ଭଲ ଲାଗେ ଯେତେ ହେଲେ ମା କାହାର ଏବେ ମୁଁ ଆଦିକୁ ରାକ୍ଷୀ ପିନ୍ଧେଇ ଦେଇଛି ପିନ୍ଧେଇ ସାରିଲା ପରେ ଆଦି ତମେ ଦିଟା ରାକ୍ଷୀ କଣ ପାଇଁ ପିନ୍ଧିଲ କଣ ପାଇଁ ପିନ୍ଧିଲ
ଆଉ ଗୋଟେ ପିଲା ତମର ଆଉ ଦିଟା ରାକ୍ଷୀ ପିନ୍ଧିଥିଲା ବୋଲି ତମେ ବି ପିନ୍ଧିଲ। ଆଚ୍ଛା ଏଇଟା ଏବେ ଏ ରାକ୍ଷୀରେ କିଏ ବାନ୍ଧିଲା ଏବେ? ଆଣ୍ଟି ତମେ ଗୋଟେ ଆଣିଥିଲ ଆଉ ଭଉଣୀ ଗୋଟେ ବାନ୍ଧିଲା। ଆଚ୍ଛା ଆଣ୍ଟି କଣ ଗିଫ୍ଟ ଦବ ରାକ୍ଷୀ ବାନ୍ଧିଲେ ଆଣ୍ଟି? ଗୋଟେ ଗିଫ୍ଟ ଅଛି କଣଟେ କହୁନ କହିକି ଯାଅ, କଣଟେ ଦବ ତ କହିଦେଇକି ଯାଅ। ଚକୋଲେଟ। ଚକୋଲେଟ? ମତେ ଲାଗିଲା ତମେ ମୋ ପାଇଁ କହିଥିଲ ଗୋଟେ ଗାଡି ଆଣିଦବ ଛୋଟା ସା ଯୋଉ ହ୍ୟୁଣ୍ଡାଇ ର କହିଥିଲ। ଚକୋଲେଟ ଆଣିଛ? ଟିକେ hello ପାଣି ମାରିକି guys, welcome our channel ଓଡିଆ ଫନି କପଲ। ଫନି କପୁର। ଆ ଭିତରେ ଫନି ଆମର ଆଉ କିଛି ହଉନି ନା, ଫନି ତ ତ ଖାଲି always ବିହାଇଣ୍ଡ ଦ କ୍ୟାମେରା ଫନି ହେଇଯାଉଛି ସବୁ ଯେତିକି ଯା ଖାଲି ହାଲ୍ଲା ନାହିଁ ନନା ଆସିଲେ। ନାନା ଆସିଲେ। ଆମେ ଛାତ ଉପରେ ଅଛୁ, ସେପଟରେ ଜଣେ ଆଣ୍ଟି ଝଗଡା କଲା ଭଳିଆ କଥା ହଉଛନ୍ତି। ଯୋଉଠି ଝଗଡା ଫଗଡା ଥିବ ସେଇଠି ମୋ ସାଙ୍ଗକୁ ଦେଖିବା ଯାଇକି ସେ କଣ ନାଇଁ ଦେଖିବା ପାଇଁ ହଁ ଯାଇଥିଲି କିନ୍ତୁ ସେଇବା ଝଗଡା ନାଇଁ ଝଗଡା ହଉନଥିଲା। କରନ୍ତିନି କିନ୍ତୁ ନାଇଁ ଦେଖିବା ପାଇଁ ତାଙ୍କୁ ଝଗଡା ଭାରି ପସନ୍ଦ। ହଉନଥିଲା। ହୁଁ। ସେ ଆକ୍ଚୁଆଲି ପାଖରେ ଲେଡିଜ ହଷ୍ଟେଲ ଟା ତ ହଁ। ସେ ଝିଅ ବୋଧେ ଯାଉଥିଲା କି କଣ, ସିଏ ତ ଅନୁଗୁଳିଆ ଲାଙ୍ଗୁଏଜ ଆମର ଯେମିତି ଅନୁଗୁଳ ଲାଙ୍ଗୁଏଜ ଜାଣିଥିବେ ବହୁତ ମିଠା ମଧୁର। ଆଲୋ ତୁଇ କି ରା ପାଇଁ ଯାଉଛୁ, ତୁଇ ରହିଗଲେ ହେଇନଥାନ୍ତା କି? ତୁଇ ଯାଉଛୁ ଭାରି ମୁଁ କିରା କରିବି ତ ବିନା। ମୁଇଁ ଖାଇନି ସେ ମୁଇଁ ଖାଇନି, ତୁଇ ଟିକେ ଖାଇ ଦେଇକିରି ହେଲେ ଯାଇଥାଇତୁ। ଚାଲ ତୁଇ ଖାଇନୁ, ମତେ ଭଲ ଲାଗିବନି ତୁଇ ଗଲେ ଭାରି। ତ ଆମ ଅନୁଗୁଳ ଲାଙ୍ଗୁଏଜ ବହୁତ ଭଲ ଲାଙ୍ଗୁଏଜ। ମାନେ ସେଠି ଝଗଡା ଝାଣ୍ଟି ତ ବେଶୀ ଲୋକ କରନ୍ତିନି, ଯଦି ବି ଝଗଡା ହଉଥିବେ ତମେ ଦେଖିବ କେମିତି ତୁଇ ମତେ ଛୁଇଁକିରି ଦେଖିଲୁ, ମୁଇଁ ତାପରେ ଦେଖିବୁ କିରା କରିବି ତୋ ସାଙ୍ଗରେ। ସିଏ ହେଡୁ ସାମ୍ନା ବାଲା କହିବ ମୁଇଁ କିରା ଛୁଇଁବି, ତୁଇ ଆଗ ଛୁଇଁକିରି ଦେଖେ, ଯଦି ତୋ ହାତଟା ଟିକି ଟିକି ନା ହାଣି ଦେବିନି। ତ ବହୁତ ବଢିଆ ଲାଗେ ଆମ ଅନୁଗୁଳ ଲାଙ୍ଗୁଏଜ। ଆଜି ଆମର ଯୋଉ ଚିକେନ ହଉଛି ତୁ ତ ଖାଇବୁନି। ନା ନା ଶ୍ରାବଣ ମାସ। ଆପଣ ଶୁଣନ୍ତୁ ଆମେ ଅଙ୍କଲ ଘରେ ଖାଇବୁ ଚିକେନ। ଏକ୍ସକ୍ୟୁଜ ମି। ଯୋଉ ଚିକେନ ହଉଛି ତୁ ତ ମନା କଲୁ ଖାଇବୁନି ବୋଲି, ତାହେଲେ ଆମେ କଣ କରିବା? ତୁ ତ ଶ୍ରାବଣ ମାସ ତ ଚାଲିଛି ବା। ସେ ଶୋଇଥିବେ, ତମେ ଶୁଣ, ସେ ସବୁ ଶୋଇଥିବେ, ଆମେ ଲୁଚି ଖାଇବୁ। ନ ଶୋଇଥିବୁ ଆମେ ତ ତାଲା ପକେଇକି ଶୋଇବୁ। ମୁଁ ବା ଇଏ ଆଣିକି ତାଲା ଭାଙ୍ଗିଦେବି। କେମିତି ତୁ ତାଲା ଭାଙ୍ଗିବୁ? ମୁଁ ବା ତାଲା ବଡ ତାଲା ପକେଇକି ମୁଣ୍ଡ ପାଖେ ରଖିକି ଶୋଇବି। ହଁ ମୁଁ ବି ବଡ ତାଲା ଭାଙ୍ଗିଦେବି। କେମିତି ଭାଙ୍ଗିବୁ? ତୋର ଟିଉସନ ମ୍ୟାଡାମ ତ ଛୋଟିଟା ବାଡଉଛି, ସେ ତ ହାତ ପିଡା ହେଇଯାଉଛି, ତୁ କଣ ତାଲା ଭାଙ୍ଗିବୁ? ତାର ଶୁଣନ୍ତୁ, ସେ ତାଙ୍କର ପଇସା ନଥିଲା, ସେ କେମିତି ଆଣିଲେ କହିଲେ? କାହାର ପଇସା ନଥିଲା? ତମର? ମୋର ପଇସା ନଥିଲା, ମୁଁ ବାଇରେ ଯାଇଥିଲି ଏଟିଏମ ରୁ ଭାଙ୍ଗିକି ଏଟିଏମ ତାଡିକି ଆଣିଛି। ଦେଖ କହିଲୁ ଏଟିଏମ ଦେଖନ୍ତୁ ଅଙ୍କଲ ଏଟିଏମ ତାଡିକି ପଇସା ଆଣିଛନ୍ତି। ଚେନ୍ ଦେଇକି ପଇସା ଆଣିଛନ୍ତି। ଚେନ୍ ଦେଇକି ନାଇଁ, ଚେନ୍ ଟା ଦେଖେଇକି ଆଣିଛି। ଚେନ୍ ଦେଇକି ଚିକେନ ଆଣିଛନ୍ତି। ଚେନ୍ ଦେଇକି ଚିକେନ ଆଣିଛନ୍ତି, ହେଲେ ମୁଁ ଚେନ୍ ନେଇକି ଚିକେନ ଦେବି ଖାଇବା ପାଇଁ? ମୁଁ ଯେତେବେଳେ ଚେନ୍ ଟେ ତୁ ମତେ ଦବୁ, ଯାଇକି ତତେ ମୁଁ ଚିକେନ ଖାଇବାକୁ ଦେବି। ତତେ କିଛି କହ, ଚିକେନ ବିଷୟରେ ତତେ କଣ କଣ ରେସିପି ଆସିଛି କହ? ମଟନ ନୁହଁ, କଣ ତତେ ବନେଇବା ପାଇଁ ଆସିଛି? ମଟନ, ଚିକେନ। ଆଚ୍ଛା ଆମେ ଚିକେନ କେମିତି ବନା ହୁଏ ଟିକେ କହିଲୁ? ନା ଚିକେନ ରେସିପି ଟା କେମିତି ହୁଏ ଟିକେ କହ? ଆଦିତ୍ୟ ଏବେ ଚିକେନ ର ରେସିପି ଆମକୁ କହିବେ, କୁହ। ଲୁଣ ଆଉ ଚିକେନ ମସଲା ଆଉ ଚିକେନ ଚିକେନ ରେ ହଳଦୀ ଲଗେଇଦବା, ଲୁଣ ଲଗେଇଦବା, ଏମିତି ଲଗେଇଦବା। ଚିକେନ ରେ କେମିତି ଲଗେଇଦବ? ଚିକେନ ପକୋଡା କହିଦଉଛି। ଚିକେନ ପକୋଡା ଛାଡ ଚିକେନ ଆଗ ଆଦିତ୍ୟ କହିବା ଆଜି ତାକୁ ମ୍ୟାଡାମ ଟିଉସନ ମ୍ୟାଡାମ ତାକୁ ବହୁତ ବାଡେଇଲେ, କଣ ପାଇଁ ବାଡେଇଲେ ତତେ? ନାଇଁ ତମେ ଧୀରେ ଧୀରେ କହ। ନାଇଁ ବାଡେଇ ନାହାନ୍ତି, ଆଉ ସତ କଥା କହ। ଆଜି ମୁଁ ଦିଦି କୁ ବାଡେଇଛି। ଦିଦି କି ବାଡେଇଛୁ? ନୁ ଦିଦି ତତେ ବାଡେଇଛନ୍ତି, ହାତ ମୋଡିକି ମାଡ ଖାଇଛୁ। ଆଶା କରୁଛି ଆଜିର ଭିଡିଓଟି ଆପଣ ମାନଙ୍କୁ ପସନ୍ଦ ଆସିଥିବ। ତ ଯଦି ଭିଡିଓଟି ପସନ୍ଦ ଆସିଲା ତ ପ୍ଲିଜ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ। ମତେ ଏମିତି ଢେର ସାରା ଭଲ ପାଇବା ଦଉଥାନ୍ତୁ ଆଉ ମୁଁ ଆପଣଙ୍କ ପାଇଁ ଏମିତି ବହୁତ ସାରା ଭିଡିଓ